ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜିର ଭିଡ଼ିଓରେ ଆମେମାନେ ଏଲିଜାବେଥଙ୍କର ଘରକୁ ଦେଖିବା। ତେଣୁ ଆଜିର ଭିଡ଼ିଓ ହେଉଛି ବହୁତ ଇଣ୍ଟରେଷ୍ଟିଂ, କାରଣ ଆପଣ ଜାଣିଥିବେ ଏଲିଜାବେଥକୁ ଯେତେବେଳେ ମରିୟମ ସାକ୍ଷାତ କଲେ ସେତେବେଳେ ଏଲିଜାବେଥ 6 ମାସର ଗର୍ଭବତୀ ଥିଲେ ଏବଂ ତାଙ୍କର ଗର୍ଭରେ ଥିବା ଶିଶୁଟି ଆନନ୍ଦରେ ନାଚି ଉଠିଥିଲା। କାହାର ସ୍ୱର ଶୁଣିକି? ମାତା ମରିୟମଙ୍କର ସ୍ୱର ଶୁଣି ଏଲିଜାବେଥଙ୍କର ଗର୍ଭରେ ଥିବା ଶିଶୁଟି ନାଚି ଉଠିଥିଲା ଆନନ୍ଦରେ। ତେବେ ପ୍ରିୟ ବନ୍ଧୁଗଣ, ମାତା ମରିୟମ ଏଲିଜାବେଥଙ୍କୁ ସାକ୍ଷାତ କରିବା ପାଇଁ ଯେଉଁଠିକି ଯାଇଥିଲେ ଏବଂ ଯେଉଁ ସ୍ଥାନରେ ସାକ୍ଷାତ କରିଥିଲେ ଅର୍ଥାତ୍ ତାହାଙ୍କର ଗୃହରେ, ସେ ଜାଗାକୁ ଆମେମାନେ ଆଜିର ଭିଡ଼ିଓରେ ଆମେମାନେ ଦେଖିବା। ସେଥିରେ ମୋତେ ଭିଡ଼ିଓକୁ ବିଲକୁଲ ମିସ୍ କରନ୍ତୁ ନାହିଁ, କାରଣ ଚାଲନ୍ତୁ ଆଜିର ଭିଡ଼ିଓରେ ଆମେମାନେ ସେ ଜାଗାକୁ ଆମେମାନେ ଦେଖିବା। ତେବେ ଖ୍ରୀଷ୍ଟର ପ୍ରିୟ ଭାଇ ଭଉଣୀମାନେ, ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି ଯେ ପବିତ୍ର ଧର୍ମଶାସ୍ତ୍ର ବାଇବେଲରେ କେଉଁ ଜାଗାରେ ଲେଖା ଅଛି ଯେ ମରିୟମ ଏଲିଜାବେଥଙ୍କୁ ସାକ୍ଷାତ କରିବା ନିମନ୍ତେ ଯାଇଥିଲେ। ଯଦି ଆପଣ ଜାଣିଛନ୍ତି ତେବେ ଆପଣଙ୍କୁ ଧନ୍ୟବାଦ। ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଖୋଲନ୍ତୁ ବାଇବେଲରେ ଲୁକ ଲିଖିତ ସୁସମାଚାର ତା'ର 1 ପର୍ବ 39 ପଦରୁ ଆପଣମାନେ ପାଇବେ। ଆଉ ଏଠାର ସମ୍ପୂର୍ଣ୍ଣ ଘଟଣାକୁ ବର୍ଣ୍ଣନା କରାଯାଇଛି। ଆଉ ଏଠି ଦେଖନ୍ତୁ, ହୋଲି ପ୍ଲେସ୍, ବି ରେସ୍ପେକ୍ଟଫୁଲ୍। ଆଉ ଏଠି ସାକ୍ଷାତ କରିବାର ସମୟ ଏଠି ଲେଖା ଅଛି, ଆପଣ ଜାଣିପାରିବେ। ଆଉ ଥ୍ୟାଙ୍କ ୟୁ, ଧନ୍ୟବାଦ। ଆଉ ହିବ୍ରୁ ଭାଷା, ଇଂଲିଶ ଭାଷା ଉଭୟ ଭାଷାରେ ଆଉ ଏହା ଲିଖିତ ଅଟେ। ଏଠାରେ କେଉଁ ସମୟରେ ଆପଣ ସାକ୍ଷାତ କରିପାରିବେ, କେଉଁ ସମୟରେ ଏଟା ବନ୍ଦ। ଆଫ୍ଟରନୁନ୍ ମାନେ ଦିନ 12ଟା ପରେ ଏଟା ବନ୍ଦ ରହେ, ଆପଣ ଭିତରେ ପ୍ରବେଶ କରିପାରିବେ ନାହିଁ। ଆପଣ ଯଦି এই ଜାଗାକୁ ଦେଖିବା ପାଇଁ ଚାହୁଁଛନ୍ତି ତେବେ ଦିନ 12ଟା ପୂର୍ବରୁ ହିଁ ଏଣ୍ଟ୍ରି କରିବାକୁ ପଡ଼ିବ। ହଁ ପ୍ରିୟ ବନ୍ଧୁଗଣ, ଦିନ 12ଟା ପୂର୍ବରୁ ହିଁ ଏଣ୍ଟ୍ରି କରିବାକୁ ପଡ଼ିବ। ତେବେ ଖ୍ରୀଷ୍ଟର ପ୍ରିୟ ଭାଇ ଭଉଣୀମାନେ, ଆମେ ସେ ଜାଗାରେ ଏପର୍ଯ୍ୟନ୍ତ ପହଞ୍ଚିନୁ। ଆଉ ସେ ଜାଗାକୁ ଆମେ ପହଞ୍ଚିଲା ପରେ ଆମେମାନେ ଦେଖିବା। ଲୁକ ଲିଖିତ ସୁସମାଚାର ତା'ର 1 ପର୍ବ କାଢ଼ନ୍ତୁ, 1 ପର୍ବର 39 ପଦରୁ। ଏଠି ମଧ୍ୟ ଏଣ୍ଟ୍ରି କରିବାର ଟାଇମ୍ ଲେଖା ଅଛି 9ଟାରୁ 12ଟା। ମଣ୍ଡେ ଆଣ୍ଡ ଆଫ୍ଟରନୁନ୍ କ୍ଲୋଜ୍ଡ। ମଣ୍ଡେ ମାନେ ସୋମବାର ଏବଂ ଉପରବେଳା ଏହା ସମ୍ପୂର୍ଣ୍ଣ ରୂପେ ବନ୍ଦ ରହେ, ପ୍ରତି ସୋମବାର ବନ୍ଦ ରହେ। ଆଉ ଟ୍ୟୁଜଡେ ଟୁ ସଣ୍ଡେ ଏଇଟା ଖୋଲା ରହେ। ଆଉ 9ଟାରୁ 12ଟା ପରେ ଏଇଟା ବନ୍ଦ ହୋଇଯିବ, ଆପଣ ଭିତରକୁ ଏଣ୍ଟ୍ରି କରିପାରିବେ ନାହିଁ। ଉଭୟ ହିବ୍ରୁ ଏବଂ ଇଂଲିଶ ଭାଷା ଲେଖା ଅଛି। ଏଠି ଉର୍ଦ୍ଦୁ ଭାଷାରେ ଲେଖା ନାହିଁ, ହୁଏତ ଏଥିପାଇଁ ଲେଖା ହୋଇନଥିବ, କାରଣ ମୁସଲମାନ ଲୋକମାନେ ସେମାନେ ନୂତନ ନିୟମକୁ ସେମାନେ ବିଶ୍ୱାସ କରନ୍ତି ନାହିଁ। ସେମାନେ ସେମାନଙ୍କର କୋରାନକୁ ବିଶ୍ୱାସ କରନ୍ତି। ଆଉ ଯେହେତୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନୂତନ ନିୟମରେ ଈଶ୍ୱର ଭାବରେ ଦର୍ଶାଯାଇଛି, ସେଥି ନିମନ୍ତେ ମୁସଲମାନ ଲୋକମାନଙ୍କର ଏଠି କୌଣସି କାମ ନାହିଁ, ତେଣୁ ଏଠାରେ ଲେଖା ନାହିଁ। କିନ୍ତୁ ଦେଶ ବିଦେଶରୁ ଅନେକ ଯାତ୍ରୀମାନେ, ଅନେକ ଦର୍ଶକମାନେ ସେମାନେ ଏ ସ୍ଥାନକୁ ଆସିକି ସେମାନେ କ'ଣ କରନ୍ତି? ଏ ସ୍ଥାନକୁ ସେମାନେ ଦର୍ଶନ କରନ୍ତି। ଯଦି ଆପଣ ଏ ସ୍ଥାନକୁ କେବେ ଯାଇଛନ୍ତି ତେବେ କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଭାବରେ ଜଣାନ୍ତୁ, ଯାହାଫଳରେ ଆମେ ଖୁସି ହେବୁ। ଯଦି ଯିବା ପାଇଁ ପ୍ଲାନିଂ କରୁଛନ୍ତି ତେବେ ମଧ୍ୟ ଜଣାନ୍ତୁ, ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବୁ। ସାଇଲେନ୍ସ, ନିରବତା ବଜାୟ ରଖିବା ନିମନ୍ତେ ଏଠି କୁହାଯାଉଛି
ଭିତରେ କେହି ହୋ ହଲ୍ଲା କରିପାରିବେ ନାହିଁ। ଆଉ କୌଣସି ଧୂମ୍ରପାନ ନିଷେଧ, ଆଉ କୌଣସି ନିଶା ଜିନିଷ ଆପଣ ସେବନ କରିପାରିବେ ନାହିଁ। ତେବେ ପ୍ରିୟ ବନ୍ଧୁଗଣ, ଆପଣ ଦେଖିନିଅନ୍ତୁ, ଏ ଘରକୁ ଟିକେ ଦେଖିନିଅନ୍ତୁ। ଏ ଘର ଆପଣଙ୍କୁ କିପରି ଲାଗୁଛି? କମେଣ୍ଟ କରିକି କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାନ୍ତୁ ଏ ଜାଗା, ଏ ଘର ଆପଣଙ୍କୁ କେମିତି ଲାଗୁଛି। ହଁ ପ୍ରିୟ ବନ୍ଧୁଗଣ, ତେବେ ଇଏ ହେଉଛି ସେଇ ଜାଗା। କିନ୍ତୁ ଆମେମାନେ ପବିତ୍ର ଧର୍ମଶାସ୍ତ୍ରରୁ ମାନେ ପାଠ କରିବା ନିଶ୍ଚିତ ଭାବରେ ପ୍ରକୃତରେ କେଉଁଠି ଲେଖା ଅଛି। ମୁଁ ଯେମିତି କହିଲି ଆପଣଙ୍କୁ, ଲୁକଲିଖିତ ସୁସମାଚାର 1 ପର୍ବ 39 ପଦରୁ 45 ପଦ। ଏହି ସମୟରେ ମରିୟମ ଉଠି ପାର୍ବତୀୟ ଅଞ୍ଚଳସ୍ଥ ଜିହୁଦା ପ୍ରଦେଶର ଗୋଟିଏ ନଗରକୁ ଶୀଘ୍ର ଗମନ କଲେ। ପୁଣି ଜିଖରିୟଙ୍କ ଗୃହରେ ପ୍ରବେଶ କରି ଏଲିଜାବେଥଙ୍କୁ ନମସ୍କାର କଲେ। ହଁ ପ୍ରିୟ ବନ୍ଧୁଗଣ, ଆଉ ଏଲିଜାବେଥ ମରିୟମଙ୍କ ନମସ୍କାର ଶୁଣିବା ମାତ୍ରେ ଶିଶୁଟି ତାଙ୍କ ଗର୍ଭରେ ନାଚି ଉଠିଲା। ପୁଣି ଏଲିଜାବେଥ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଅତି ଉଚ୍ଚ ସ୍ୱରରେ କହିଲେ, ନାରୀମାନଙ୍କ ମଧ୍ୟରେ ତୁମେ ଧନ୍ୟ, ପୁଣି ଧନ୍ୟ ତୁମ ଗର୍ଭର ଫଳ। ଆଉ ମୋ ପ୍ରଭୁଙ୍କର ମାତା ଯିଏ ମୋ ନିକଟକୁ ଆସିବେ, ମୋର ଏହି ସୌଭାଗ୍ୟ କେଉଁଠାରୁ ହେଲା? କାରଣ ଦେଖ, ଏଇଟା ଦେଖନ୍ତୁ ଆଜ୍ଞା, ଇଏ ହେଉଛି ସେଇ ଜାଗା, ମାନେ ଯେଉଁ ଜାଗାରେ ମରିୟମ ଏବଂ ଏଲିଜାବେଥ ପରସ୍ପରକୁ ସାକ୍ଷାତ କରିଥିଲେ। ଠିକ୍ ସେଇ ଜାଗାରେ ଦୁଇଟି ମୂର୍ତ୍ତି ତିଆରି କରାଯାଇଛି। ଗୋଟେ ହେଉଛି ମରିୟମଙ୍କର, ଆଉ ଗୋଟେ ହେଉଛି ଏଲିଜାବେଥଙ୍କର। ହଁ ପ୍ରିୟ ବନ୍ଧୁଗଣ, ଦେଖନ୍ତୁ, ଇଏ ହେଉଛି ଏକ୍ଜାକ୍ଟଲି ସେଇ ଜାଗା। ଆଉ ଏଇଟା ତ ଘର ଯେଉଁଟା ଆପଣ ଦେଖିଲେ, ଆଉ ଏ ମୂର୍ତ୍ତି ଯେଉଁ ପଛପଟେ ଯେଉଁଟା ଅଛି ସେଇଟା ଘର ଅଛି, ଗୃହ ଅଛି। କିନ୍ତୁ ସେମାନେ ଏଇ ଜାଗାରେ ସାକ୍ଷାତ କରିଥିଲେ। ତେଣୁ ଏଇ ଜାଗାରେ ଦୁଇଟି ମୂର୍ତ୍ତି ତିଆରି କରାଯାଇଛି। ମାନେ ଗୋଟିଏ ମୂର୍ତ୍ତି ହେଉଛି ଏଲିଜାବେଥଙ୍କର, ଆଉ ଗୋଟେ ହେଉଛି ମରିୟମଙ୍କର। ହଁ ପ୍ରିୟ ବନ୍ଧୁଗଣ, ତାପରେ 44 ପଦରେ ଲେଖା ଅଛି, କାରଣ ଦେଖ, ତୁମ ସମ୍ଭାଷଣ ସ୍ୱର ମୋ କର୍ଣ୍ଣରେ ପ୍ରବେଶ କରିବା ମାତ୍ରେ ଶିଶୁଟି ମୋ ଗର୍ଭରେ ଉଲ୍ଲାସରେ ନାଚି ଉଠିଲା। ଯେ ବିଶ୍ୱାସ କରେ ସେ ଧନ୍ୟ, କାରଣ ପ୍ରଭୁଙ୍କ ଠାରୁ ତାଙ୍କୁ ଯାହା ଯାହା କୁହାଯାଇଅଛି ସେଇ ସବୁ ସଫଳ ହେବ। ହଁ ପ୍ରିୟ ବନ୍ଧୁଗଣ, ତେବେ ଆମେ ଦେଖୁଛୁ ତା ପରବର୍ତ୍ତୀ 46 ପଦରୁ ମରିୟମ କ'ଣ କରୁଛନ୍ତି? ଏକ ସ୍ତୁତି ଗାନ କରୁଛନ୍ତି ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ। ଆପଣ ପଢ଼ନ୍ତୁ 46 ପଦରୁ 56 ପଦ ଏଠାରେ ଲିଖିତ ଅଛି। ଏଥିରେ ମରିୟମ କହିଲେ, ମୋର ପ୍ରାଣ ପ୍ରଭୁଙ୍କର ପ୍ରଶଂସା କରୁଅଛି, ପୁଣି ମୋହର ଆତ୍ମା ମୋ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଠାରେ ଉଲ୍ଲସିତ ହୋଇଅଛି। କାରଣ ସେ ଆପଣା ଦାସୀର ଦୀନାବସ୍ଥା ପ୍ରତି ଦୃଷ୍ଟିପାତ କରିଅଛନ୍ତି। ଆଉ ଦେଖ, ଅଦ୍ୟାବଧି ପୁରୁଷାନୁକ୍ରମେ ସମସ୍ତେ ମୋତେ ଧନ୍ୟ ବୋଲି କହିବେ। ଆଉ ଯେଉଁଟାକି ଆଜି ମଧ୍ୟ ମରିୟମ ଯେଉଁଟା ଏଇ ଯେଉଁ ବିଷୟ କହିଥିଲେ ସେଇଟା ଆଜି ହେଉଛି। ଆଉ ଏଇଟା ସେଇ ଜାଗା ଆପଣମାନେ ଦେଖିବାକୁ ପାରିବେ। କାରଣ ଯିଏ ଶକ୍ତିମାନ ସେ ମୋ ପ୍ରତି ମହତ୍ କର୍ମ କରିଅଛନ୍ତି, ତାହାଙ୍କର ନାମ ପବିତ୍ର। ଆଉ ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ପୁରୁଷାନୁକ୍ରମେ ଥାଏ। ସେ ଆପଣା ବାହୁରେ ପରାକ୍ରମ ପ୍ରକାଶ କରିଅଛନ୍ତି, ଅହଙ୍କାରୀମାନଙ୍କୁ ସେମାନଙ୍କ ହୃଦୟର କଳ୍ପନାରେ ଛିନ୍ନ ଭିନ୍ନ କରିଅଛନ୍ତି। ସେ ବିକ୍ରମୀମାନଙ୍କୁ ସିଂହାସନ ଚ୍ୟୁତ କରିଅଛନ୍ତି, ଦିନହୀନମାନଙ୍କୁ ଉନ୍ନତ କରିଅଛନ୍ତି। ସେ କ୍ଷୁଧିତମାନଙ୍କୁ ଉତ୍ତମତମ ଦ୍ରବ୍ୟରେ ତୃପ୍ତ କରିଅଛନ୍ତି,
ଧନୀମାନଙ୍କୁ ଶୂନ୍ୟ ହସ୍ତରେ ବିଦାୟ କରିଅଛନ୍ତି। ଆମମାନଙ୍କ ପିତୃପୁରୁଷଙ୍କ ପ୍ରତି ଉକ୍ତ ତାହାଙ୍କର ବାକ୍ୟାନୁସାରେ ସେ ଅବ୍ରାହମ ଓ ତାଙ୍କ ସନ୍ତାନମାନଙ୍କ ପ୍ରତି ଯୁଗେ ଯୁଗେ ଦୟା ସ୍ମରଣ କରିବା ନିମନ୍ତେ ଆପଣା ଦାସ ଇସ୍ରାଏଲର ଉପକାର କରିଅଛନ୍ତି। ଆଉ ମରିୟମ ପ୍ରାୟ 3 ମାସ ତାଙ୍କ ସହିତ ରହି ଆପଣା ଗୃହକୁ ବାହୁଡ଼ି ଗଲେ। ମରିୟମ କେତେଦିନ ଥିଲେ? ମରିୟମ 3 ମାସ ଏଲିଜାବେଥଙ୍କ ଗୃହରେ ଥିଲେ। ବର୍ତ୍ତମାନ ଆପଣ ଯାହା ଦେଖୁଛନ୍ତି ଏଇଟା ହେଉଛି ଏଲିଜାବେଥଙ୍କର ଜାଗା। ଆଉ ଟିକେ ପୂର୍ବରୁ ଆପଣ ଯାହା ଦେଖିଲେ ସେଇଟା ହେଉଛି ଏଲିଜାବେଥଙ୍କର ଗୃହ ଅଟେ, ଘର। ହଁ ପ୍ରିୟ ବନ୍ଧୁଗଣ, ସେଣ୍ଟ ଜେଖାରିଆ ଚାପେଲ, ଜିଖରିଙ୍କ ନାମରେ ଏକ ଚାପେଲ ମଧ୍ୟ ଅଛି ଏଠି, ମାନେ ଯେଉଁ ଜାଗାରେ ଉପାସନା ହୁଏ, ପ୍ରାର୍ଥନା ହୁଏ, ଆରାଧନା ହୁଏ। ହଁ ପ୍ରିୟ ବନ୍ଧୁଗଣ, ଆଉ ଜିଖରିଙ୍କର ଏଇଟା ହେଉଛି ଜାଗା। ଏଇ ପୁରା ଏରିଆଟା ଆପଣ ଯେଉଁ ଦେଖୁଛନ୍ତି, ଆପଣ ବର୍ତ୍ତମାନ ଯାହା ବି ଦେଖିଲେ ଏ ଏରିଆ ହେଉଛି ଜିଖରିଙ୍କର ସମ୍ପୂର୍ଣ୍ଣ। ତେବେ ଏଇ ଜାଗା ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରିକି ଜଣାଇବେ। ଇଏ ହେଉଛି ଜିଖରିଙ୍କର ଜାଗା, ମାନେ ତାଙ୍କର ଏରିଆ ଏଟା। ଆଉ ଏଠାରେ ଜିତ ବୃକ୍ଷ ମଧ୍ୟ ଅଛି। ଏଇଟା ଦେଖନ୍ତୁ ଜିଖରିଙ୍କର ଗୋଟେ ମୂର୍ତ୍ତି ତିଆରି ହେଇଛି। ଜେଖାରାୟା ତାଙ୍କର ଏକ ପ୍ରତିମା। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏମିତି ଏକ ଦିନ ଥିଲା ପ୍ରାୟ 2000 ବର୍ଷ ତଳେ ଜିଖରିୟ ତାଙ୍କ ପରିବାର ସହିତ ଏଠା ରହୁଥିଲେ। ଆଉ ଜିଖରିୟଙ୍କ ପୁତ୍ର କିଏ ତା ମଧ୍ୟ ଆପଣ ନିଶ୍ଚିନ୍ତ ଭାବରେ ଜାଣିଥିବେ, ଯାହାଙ୍କ ନାମ ହେଉଛି ବାପ୍ତିଜିକ ଯୋହନ। କାରଣ ସ୍ୱର୍ଗଦୂତ ଏଲିଜାବେଥଙ୍କ ନିକଟକୁ ମଧ୍ୟ ଆସିଥିଲେ। ଯେଉଁ ସ୍ୱର୍ଗଦୂତ ମରିୟମଙ୍କ ପାଖକୁ ଆସିଥିଲେ, ସେ ସ୍ୱର୍ଗଦୂତ ଜିଖରିୟଙ୍କ ନିକଟକୁ ମଧ୍ୟ ଆସିଥିଲେ। ଜିଖରିୟଙ୍କ ପତ୍ନୀ ଏଲିଜାବେଥ ତାଙ୍କ ନିକଟକୁ ଆସିଥିଲେ ଏବଂ କହିଲେ ଯେ ତୁମେ ଏକ ପୁତ୍ର ପ୍ରସବ କରିବ ବୃଦ୍ଧାବସ୍ଥାରେ। ହଁ ପ୍ରିୟ ବନ୍ଧୁଗଣ, ଆଉ ସେ କ'ଣ କରିବେ? ମସିହଙ୍କର ଆଗମନ ନିମନ୍ତେ ପଥ ପ୍ରସ୍ତୁତ କରିବେ, ଅର୍ଥାତ୍ ପ୍ରଭୁ ଯୀଶୁଙ୍କର ଆଗମନ ନିମନ୍ତେ ପଥ ପ୍ରସ୍ତୁତ କରିବେ। ହଁ ପ୍ରିୟ ବନ୍ଧୁଗଣ, ଆଉ ତାଙ୍କର ସ୍ୱାମୀଙ୍କ ନାଁ ହେଉଛି ଜିଖରିୟ। ଜିଖରିୟ ପ୍ରଥମେ ଏ କଥା ବିଶ୍ୱାସ କଲେ ନାହିଁ, ତେଣୁ ତାଙ୍କୁ ଏକ ଚିହ୍ନ ସ୍ୱରୂପ ଦିଆଗଲା। ବାଳକ ନ ଜନ୍ମିବା ପର୍ଯ୍ୟନ୍ତ ସେ ମୂକ ହୋଇକି ରହିଲେ ବା ସେ କଥା କହିପାରିଲେ ନାହିଁ। ତେବେ ପ୍ରିୟ ବନ୍ଧୁଗଣ, ଏ ଜାଗା ଆପଣଙ୍କୁ କିପରି ଲାଗିଲା କମେଣ୍ଟ କରନ୍ତୁ। ଯଦି ଏ ଭିଡ଼ିଓ ଆପଣଙ୍କୁ ଭଲ ଲାଗିଲା ତେବେ ଭିଡ଼ିଓକୁ ନିଶ୍ଚିନ୍ତ ଭାବରେ ସେୟାର କରନ୍ତୁ। ଆଉ ପୁଣି ଥରେ ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ସମସ୍ତଙ୍କୁ ନମସ୍କାର।